ଜୟ ଜଗନ୍ନାଥ। ଏ ଭିଡ଼ିଓ ଖାସ୍ କରିବାରେ ଯେ ଆମର ମୁସଲିମ୍ ଲୋକ ବାଂଲାଦେଶ ଲୋକଙ୍କ ପାଇଁ ଏ ଭିଡ଼ିଓ କରିଛି, ଆଉ କିଛି ନୁହେଁ ଭାଇ। ଭାଇ ଆପଣ ବିଶ୍ୱାସ କରିବେନି, ମୁଁ 12 ଚକିଆ ଚଲାଉଥିଲି 10 ବର୍ଷ ତଳେ। ପିଆଜ ନେଇକି ବାଙ୍ଗାଲୋର ଯାଇଥିଲି, ବାଙ୍ଗାଲୋରରୁ ବାଂଲାଦେଶ। ସେଠିକାର ଲୋକ ଏତେ ଭୟଙ୍କର ଜାଣିଛନ୍ତି, ଗାଡ଼ି ଚାଲିଛି, ଗାଡ଼ି ଉପରକୁ ଚଢ଼ିକି ପିଆଜ ଖୋଲିକି ପକେଇ ଦେଉଛନ୍ତି ତଳକୁ। ବହୁତ ଭୟଙ୍କର ଲୋକ ବାଂଲାଦେଶ ଲୋକ। ତାଙ୍କ ସ୍ଥାନ ଏଇ ଓଡ଼ିଶାରେ ରହିବା ଦରକାର ନାହିଁ ଭାଇ। ବହୁତ ହାରାମି ଲୋକ, ବହୁତ ଚୋର ଲୋକ। ସେମାନେ ଯେମିତି କର୍ମ କରିଛନ୍ତି ତାଙ୍କୁ ତଡ଼ି ଦେବା ଦରକାର। କାରଣ ଆମ ହିନ୍ଦୁ ଲୋକ, ଦେଖନ୍ତୁ ଆପଣ, ଆମ ହିନ୍ଦୁ ଲୋକଙ୍କୁ ରେପ୍ କରୁଛନ୍ତି, ମର୍ଡ଼ର କରିଦେଉଛନ୍ତି। ଯିଏ ଯାଇଛି ତାଙ୍କ ଏରିଆକୁ ସେ ଜାଣିଛି ସେମାନେ କେମିତି ଟାଇପ୍ର ଲୋକ। ମୁଁ ଯାଇଛି ବାଂଲାଦେଶ, ମୁଁ ଜାଣିଛି। 10 ବର୍ଷ ତଳେ 12 ଚକିଆ ଗାଡ଼ି ନେଇକି ଯାଇଥିଲି ପିଆଜ ଲୋଡ଼୍ କରି ବାଙ୍ଗାଲୋରରୁ ବାଂଲାଦେଶ। ସେମାନେ କେମିତି ମୁଁ ଜାଣିଛି। ମୁସଲିମ୍ କ'ଣ ନାହାନ୍ତି ଇଣ୍ଡିଆରେ? ତମର ଶଳା ଏତେ ରଙ୍ଗ କ'ଣ ପାଇଁ? ମା ଭଉଣୀ ଇଜ୍ଜତ ନେବ, ସେଇଠି ଯାଅ ଇଜ୍ଜତ ନେବ। ଓଡ଼ିଶାରେ ରୁହନି। ମୋ ଗାଁ ଯାଜପୁର ଜିଲ୍ଲା କୋଇଲ ବ୍ଲକ, ତାରକୋଟ ଗ୍ରାମ ପଞ୍ଚାୟତ। ମୋ ଗାଁରେ 4000 ମୁସଲିମ୍ ଲୋକ ଅଛନ୍ତି, କିନ୍ତୁ ସେମାନେ ସଦାବେଳେ ଆମେ ହିନ୍ଦୁ ଲୋକଙ୍କ ସାଙ୍ଗରେ ପୁରା ଏମିତି ହେଇକି ଚଳନ୍ତି, କେବେ ଛନ୍ଦ କପଟ ନାହିଁ। କିନ୍ତୁ ଏ ବାଂଲାଦେଶ ମୁସଲିମ୍ ଲୋକ ଶଳା ପକ୍କା ହାରାମି, ପକ୍କା ଡହରା, ଚୋର। ସେମାନେ ଯିଏ ଯାଇଛି ବାଂଲାଦେଶ ସିଏ ଜାଣିଛି ସେଠି କେମିତି ଲୋକ ଭାଇ। ମୁଁ ଯାଇଛି, ମୁଁ ଜାଣିଛି। ଆଉ ଶଳା ଏ ବେଦ ଶଙ୍କର ମାଡ଼ ମହାସଂଘ ନାଁରେ ଲାଗିଥିଲୁ, ପାଇଲୁ କ'ଣ? ବାମ୍ଫ। ଫେର୍ ଲାଗୁଛୁ ଏ ହିନ୍ଦୁ ନାଁରେ କ'ଣ କହୁଛୁ? କଲିକତାରେ ବହୁତ ହିନ୍ଦୁ ଲୋକ ଅଛନ୍ତି, ତମେ ତାଙ୍କ ସାଙ୍ଗେ ଲାଗୁଛ। ସିଏ ତମକୁ ଏସବୁ ଚୁଡ଼ି ପିନ୍ଧିକି ବସିଛନ୍ତି ହିନ୍ଦୁ ଲୋକ। ମାଡ଼ ବହୁତ ଖାଇବୁ ରହି। ଏ ଭିଡ଼ିଓ ବନ୍ଦ କର, ହେଲା କି? ଶଳା କେତେଟା ହାରାମି ଭିଡ଼ିଓ କରି ପକାଉଛନ୍ତି। ଦେଖିଲେ ସାମ୍ନାକୁ ଆସ ରେ, ଭିଡ଼ିଓ ତ ସମସ୍ତେ କରିଦେବେ। ମୁଁ କରିଦେବି ଭିଡ଼ିଓ, ସାମ୍ନାକୁ ଆସ। ଭୁଲ କାହାର ଠିକ୍ କାହାର ଦେଖ, ତାପରେ ଭିଡ଼ିଓ କର। ଶଳା ହାରାମି ଲୋକ ନେଇକି। ହଉ ରଖିଲି ଭାଇ, ଜୟ ଜଗନ୍ନାଥ।